ଏକ ହୃଦୟସ୍ପର୍ଶୀ କାହାଣୀ। ଦୁଇ ପିସ୍ ମାଛ। ଆସନ୍ତୁ ଶୁଣିବା ଦୁଇ ପିସ୍ ମାଛ। ବୋହୂ, ଏ ବୋହୂ, ଆଜି ଟିକେ ମାଛ ତରକାରୀ କରନ୍ତୁନୁ। ବହୁତ ଦିନ ହେବ ଘରେ ମାଛ ତରକାରୀ ହୋଇନି। ସାରୁମୁଣ୍ଡା ଆଉ ପୋଇନଟା ଖାଇ ଖାଇ ତୋ ଶ୍ୱଶୁରର ପାଟିଟା ଅରୁଚି ମାଡ଼ିଗଲାଣି। କେତେଟା ଦିନ ବା ଆଉ ବଞ୍ଚିବ? ରତନାଟା ବିଦେଶ ଯାଇଛି ଯେ ଯାଇଛି, ଆସିବାର ନାଁ ଧରୁନି। ଭଲ ମନ୍ଦ ବି ଟିକେ ବୁଝୁନି ଆମର। କେବେ ଯଦି ଫୋନରେ ରତନା ସହିତ କଥା ହେଉଥିବ, ତା ମାଇକିନିଆଟା ଜଗି ବସିଥିବ ମୋ ପାଖରେ। କାଳେ ଯଦି ତା ନାଁରେ କ'ଣ ଫୁସୁରାଇ ଦେବି ମୋ ପୁଅକୁ। ନାତି ନାତୁଣୀ ବୋଲି ଚାରୋଟି। ଯଦି କେହି ଜଣେ ଆସି ବୁଢ଼ାଟା ପାଖରେ ବସିଯାଏ, ବୋହୂଟା ଆସି ଦୁମୁ ଦୁମୁ କରି ନାଦି ଦିଏ ପିଠିରେ। କ'ଣ ଦରକାର ସେଠିକି ଯିବା? ଝାଡ଼ା ପରିସ୍ରା ସେହି ଗୋଟିଏ ଜାଗାରେ। ଘରଟାରେ ନାକ ପୁରାଇ ହେଉନି। କେତେଥର ସ୍ୱାମୀଟାକୁ କହିଲିନି, ବୁଢ଼ା ବାପା, ମା ଦୁଇଟାକୁ ବାଡ଼ି ପଛପଟ ଘଷିଗଦା ଘରକୁ ପଠାଇ ଦିଅ। ହେଲେ ପୁଅର ତ ପିତୃଭକ୍ତି ଉଛୁଳି ପଡ଼ୁଛି। ନା, ଏହି ଘରେ ବୁଢ଼ା ବୁଢ଼ୀ ରହିବେ। ନିଜେ ତ ଯାଇ ଚକଚକିଆ ମାର୍ବଲ ଘରେ ରହିଲୁ, ଅତର ମାରି ବୁଲିଲୁ। ଆମେ ଏଠି କି ଦୁର୍ଗନ୍ଧରେ ରହିଛୁ କେମିତି ଜାଣିବ? ହଉ, ଏଥର ଘରକୁ ଆସୁ। ଯଦି ଆମ କଥା ନ ଶୁଣେ, ଛୁଆ ଚାରୋଟିକୁ ବାପ ଘର ନେଇ ଚାଲିଯିବି। ବୁଢ଼ା ବୁଢ଼ୀଙ୍କର ସେବା କରୁଥାଉ ଏଠି। ବୋହୂ, ଏ ବୋହୂ, ବୁଢ଼ାଟା ପୁଣି ପଚାରିଲାଣି ମାଛ ତରକାରୀ କଥା। କିଛି କହିଲୁନି ଯେ? 2 ଦିନ ତଳେ ପହଲା ଖଟୁଆ ଆଣି ଟଙ୍କା ଦେଇଛି। ପୁଅ ପଠେଇଥିଲା ପରା। ସେଇଥିରୁ ମାଛ ଅଧ କେଜି ଆଣିଲେ ଚଳନ୍ତାନି। ମାଛ ଖାଇବାକୁ ବୁଢ଼ାଟା କାହିଁକି ଭାରି ମନେ କରିଛି। ମୋର ନହେଲେ ଚଳିବ, ବୁଢ଼ାଟାକୁ ଖଣ୍ଡେ ଦେ। କ'ଣ ବା ପ୍ରେମ ଉଛୁଳି ପଡ଼ୁଛି ମୋର ତୁମ ଲାଗି। ଗାତକୁ ଯିବା ଲାଗି ବାହାରିଲଣି ଦୁଇଟା। ମାଛ ଖାଇବାକୁ ଭାରି ମନ। ତଣ୍ଟିରେ କଣ୍ଟା ଲାଗିଗଲେ ଆଉ ଯୋଉ 2 ଦିନ ବଞ୍ଚିବାକୁ ବାକି ଅଛି, ସେତେକ ବି ବଞ୍ଚିବନି। ଧରମ କରିବା, ଦିନରେ ମାଛ ଖାଇବେ ଏମାନେ। ପୁଅ କେବେ ଟଙ୍କା ପଠାଇଲା ସବୁ ଏମାନଙ୍କୁ ଜଣା। କାନ ପାରି କବାଟ ସେପଟୁ ସବୁ ଶୁଣୁଥିବେ। ଟଙ୍କାଟା ଦେଖାଯାଉଛି, ହେଲେ କେତେ ଖର୍ଚ୍ଚ ହେଉଛି ସେ କଥା ଜଣା ନାହିଁ। 4 ଛୁଆଙ୍କର ପାଠପଢ଼ା ଖର୍ଚ୍ଚ, ଜଳଖିଆ ଖର୍ଚ୍ଚ, ମୋ ଲାଗି ସୁଅ ଅତର, କେତେ କ'ଣ। ବିଲୁଆ ଦୋକାନର ଟଙ୍କା ବାକି ଅଛି। ସବୁଦିନ ଘରକୁ ଆସୁଛି ଟଙ୍କା ପାଇଁ। ସେ ଲାଗି ଟଙ୍କା ତକ ଆସେ ତୁମ ଦୁଇଟା ଲାଗି ମାଛ ଖାଇବାକୁ ନୁହେଁ। କାହିଁ ବା ସେ ବୁଢ଼ା ପାଖରେ ବସି ରହିଛୁ? ଜୀବନଟା କ'ଣ ଚାଲିଯାଉଛି ତାହାର? ଘର କାମ କରି କରି ଥକି ପଡ଼ିଲିନି। ମୋର ଆଉ ଛୁଆଙ୍କର ଲୁଗାପଟା କୂଅ ପାଖରେ ବତୁରା ହୋଇଛି। ସଫା କରିଦେଲେ କ'ଣ ହାତ ଛିଡ଼ିଯିବ ତୋର? ଘର ଭିତରେ ପଶି ରହି ରାଜଜେମା ସାଜିଛୁ। କବାଟ ସେପଟୁ ବୋହୂଟା କହିଲା। ଲୁଗାପଟା ସଫା କରିଦେଇ ବାହାରିବା ବେଳକୁ ବୋହୂଟା ଦୂରରେ ଥାଇ କହିଲା, କୋଦାଳଟା ପଡ଼ିଛି ବାରି ପଛପଟରେ, ବାଡ଼ିତକ ହାଣିଦେବୁ ଯା। ହଳ ବାବଦରେ ରଘୁଆକୁ ଆଉ ପଇସା ନ ଦେବା ଲାଗି ପୁଅ ତୁମର କହିଛି। ତୁମ ଦୁଇଟା ଲାଗି ପନିପରିବା ଆଉ କିଣିପାରିବିନି। କ'ଣ ବା କରିବ ବୁଢ଼ୀଟା? କୋଦାଳ ନେଇ ବାଡ଼ିଟା ହାଣିଲା। ବଳ ଆଉ ପାଉନି ତାହାର। ଶୋଷ ଲାଗିବାରୁ ବୋହୂକୁ ଡାକ ଛାଡ଼ିଲା ପାଣି ବୁନ୍ଦେ ପାଇଁ। ହେଲେ ବୋହୂର ଦରଦ ଉଛୁଳି ପଡ଼ୁଛି ଏମାନଙ୍କ ଲାଗି। କାହିଁକି ବା ସେ ଶୁଣିବ? ଦୌଡ଼ି ଯାଇ କୂଅରୁ ମୁନ୍ଦେ ପାଣି ପିଇ ଧଇଁ ମାରିଲା। କୂଅ ମୂଳେ ଥାଇ ଦେଖିଲା ଦୋକାନୀ ବିଲୁଆ ଆସିଛି। ବୋହୂ କହୁଥିଲା ଟଙ୍କା ବାକି ଅଛି ବୋଲି। ସବୁଦିନ ମାଗିବାକୁ ଆସୁଛି। ହେଲେ ବିଲୁଆ ସହିତ ତା ବୋହୂର ଚୋରା ପିରତି ଚାଲିଛି। ଏକଥା ବୁଢ଼ୀକୁ ଅଛପା ନାହିଁ। ସନ୍ଧ୍ୟାରେ ବୁଢ଼ୀଟାର କାଶ ଟିକେ ବଢ଼ି ଯାଇଥିଲା। ଘୁଁ ଘୁଁ ହୋଇ କହିଲା, ଘରକୁ ବୋଧେ ମାଛ ଆସିଛି। ଯା ହେଉ, ଏତେ ଦିନ ପରେ ଟିକେ ମାଛ ଖାଇବାକୁ ମିଳିବ। ଶୁଣ ବୁଢ଼ୀ, ତୋ ବାଣ୍ଟ ମାଛଟା ମତେ ଦେବୁ। ଆଜି ପରା 2 ପିସ୍ ମାଛ ଖାଇବି। ହଁ, କଣ୍ଟାଟା ଟିକେ ଭଲ କରି ଅଲଗା କରିଦେବୁ। ଏ ଆଖିଟାକୁ ଆଉ ଭଲ ଦିଶୁନି। ଶୁଣିଥିଲି ପୁଅଟା କାଳେ ଘରକୁ ଆସିବ। ତାକୁ ଟିକେ ଦେଖିବି ଭଲ କରି, ଆଉ ଶାନ୍ତିରେ ଶୋଇଯିବି ସବୁଦିନ ପାଇଁ। ତରକାରୀ ରନ୍ଧା ସରିଲାଣିଟି? କ'ଣ ପାଇବା ସେମିତି ହଉଛୁ? ମାଛ ତରକାରୀ ରନ୍ଧା ସରିନି। ବୋହୂର ଧରମ ଭାଇ ଆସିଛି କଲିକତାରୁ। ତା ପାଇଁ ଆସିଛି ଇଲିଶି ମାଛ। କୁଣିଆ ଲୋକଟା ଖାଇସାରୁ ବଳେ ଆଣି ବୋହୂଟା ଦେଇଯିବ। ବୁଢ଼ୀଟା କହିଲା, ଅହୋ, ତା ଲାଗି ଆସିଛି ମାଛଟି। ହଁ, ସେଇ କଥା ଭାବୁଥିଲି। ବୋହୂର ଆଜି କେମିତି ଦରଦ ଉଛୁଳି ପଡ଼ିଲା ଆମ ଲାଗି। ହଉ, ଯା ହେଉ, କମ୍ ସେ କମ୍ ସେ କଲିକତିଆ ଟୋକାଟା ଲାଗି ଇଲିଶି ଟିକିଏ ପାଟିରେ ବାଜିବ। ଭଗବାନ ତାହାର ଧର୍ମ କରନ୍ତୁ। କାଶି କାଶି ବୁଢ଼ା କହୁଥିଲା। ସମସ୍ତେ ଖାଇ ପିଇ ସାରିଲେ।
ବୋହୁଟା କବାଟ ସେପଟୁ ଭାତ ତରକାରୀ ରଖିଦେଇ ଗଲା। ହେଲେ ଏ କ'ଣ ତରକାରୀରେ ମାଛ ନାହିଁ ଯେ? ବୋହୂ କହିଲା, ମାଛ 2 ପିସ୍ ରଖିଥିଲି ତୁମ ଦୁଇଟା ପାଇଁ, ହେଲେ ଭାଇଟା ପଛରେ ମାଗିବାରୁ ଦେଇଦେଲି। ଇଲିଶି ମାଛର ଝୋଳରେ ପରା 2 ଥାଳି ଭାତ ଚାଲିଯିବ ପେଟକୁ। ୟାଙ୍କୁ ମାଛ ଦରକାର, ମାଛ। ଯାହା ମରଣ ହଉନି ତୁମ ଦୁଇଟାଙ୍କୁ। ବୁଢ଼ାଟାକୁ ବହୁତ ଭୋକ ଲାଗୁଥିଲା କି କ'ଣ, କାନ୍ଦି କାନ୍ଦି ତରକାରୀରୁ ହାତ ଅଣ୍ଡାଳି ଅଣ୍ଡାଳି କହୁଥାଏ, ଇଲିଶି ମାଛ ଭାରି ସୁଆଦ, ମୁଁ ସବୁ ଖାଇବି, ତତେ ଜମାରୁ ଦେବିନି। ଆଃ, ଭାରି ସୁଆଦିଆ ହୋଇଛି ତରକାରୀ। 2 ଥାଳି ଭାତ ଖାଇବି ଆଜି। ତୁ ଆଜି ଉପାସ ରହିବୁ। କେତେ ଦିନ ପରେ ମାଛ ଖାଉଛି। କ'ଣ କହୁଥିଲୁ? ବୋହୁଟା ଆମକୁ ସହିପାରୁନି। ପର ଝିଅ ନାଁରେ ମିଛ କ'ଣ ପାଇଁ ତୁ କହୁ କେଜାଣି? ଦେଖିଲୁ ଆମ ପାଇଁ ଇଲିଶି ମାଛ ରାନ୍ଧିଛି। ଇଲିଶି ମାଛ। ରାତିରେ ବୁଢ଼ାଟାର ପେଟ ଖରାପ ହେଲା କି କ'ଣ, ମେଞ୍ଚେ ଝାଡ଼ା କରିଦେଲା ଲୁଗାରେ। ଘରଟା ଗନ୍ଧରେ ଫାଟିଗଲା। କଲିକତାରୁ ଆସିଥିବା ଧରମ ଭାଇଟା ବୋହୁଟାକୁ ଉଠାଇ କହିଲା, ଏ ଗନ୍ଧରେ ସେ ଆଉ ରହିପାରିବନି, ମୁଁ ଯାଉଛି। ବୋହୂର ରାଗ ଯାଇ ମୁଣ୍ଡରେ। ଲୁଗାଟାକୁ ଅଣ୍ଟାରେ ଭିଡ଼ି ବୁଢ଼ାବୁଢ଼ୀର ଶୋଇବା ଘର ଭିତରକୁ ପଶିଗଲା। ବୁଢ଼ାବୁଢ଼ୀ ଦୁଇଟା କିଛି ବୁଝିବା ଆଗରୁ ନାଦି ଦେଇଗଲା 2 ଜଣଙ୍କୁ। ମୁଥ, ଚାପୁଡ଼ା, ଗୋଇଠା, ବିଧା ଯାହା ଶିଖିଥିଲା ସବୁ ଦେଇଦେଲା। ବୋଉଲୋ ବାପା କହି ବୁଢ଼ାବୁଢ଼ୀ ଦୁଇଟା ପୁଣି ଝାଡ଼ା କରିଦେଲେ। ଏଥର ବୋହୂକୁ ସମ୍ଭାଳେ କିଏ? ଛାଞ୍ଚୁଣି ବାଡ଼ି ଯାହା ମିଳିଲା ପିଟି ଚାଲିଲା 2 ଜଣଙ୍କୁ। ରାଗ ଶାନ୍ତ ହେବାରୁ କବାଟ ବନ୍ଦ କରି ବାହାରକୁ ଆସିଲା। ଧରମ ଭାଇଟା ବହୁତ ଖୁସି ହୋଇ କହିଲା, ବୁଝିଲୁ ଅପା, ତୁ କରମ ଆଦରି ଏ ରତନାଟାକୁ ସିନା ବାହା ହେଲୁ, ତତେ କୋଉ ପୁଲିସ କି ଡାକ୍ତର ବର ମିଳିଥାନ୍ତା ନହେଲେ। ବୋହୁଟା ମନେ ମନେ ବହୁତ ଖୁସି ହେଉଥିଲା ନିଜର ବାହାଦୁରୀ ଶୁଣି। ସକାଳ ହେଲା। କବାଟର ଧଡ଼ ଧଡ଼ ଶବ୍ଦରେ ବୋହୁଟାର ନିଦ ଭାଙ୍ଗିଗଲା। କବାଟ ଖୋଲି ଦେଖେ ତ ରତନା। ରତନାକୁ ଦେଖି ବୋହୁର ପିଳେଇ ପାଣି। କାଲିର ଘଟଣା ଯଦି ବୁଢ଼ାବୁଢ଼ୀ ଦୁଇଟା ପୁଅ ଆଗରେ ପୋଡ଼ିଦେଲେ ତାହାର ଆଉ ନିସ୍ତାର ନାହିଁ। ରତନା ସିଧା ଚାଲିଲା ବୁଢ଼ାବୁଢ଼ୀ ପାଖକୁ। ପଛେ ପଛେ ବୋହୁରାଣୀ। ରତନା ଯାଇ ଡାକୁଥିଲା, ଉଠ ବୋଉ ଉଠ। ବାପା ଦେଖ, ତୁମ ଲାଗି ଗୋଟେ ବଡ଼ ଇଲିଶି ମାଛ ଆଣିଛି। ହେଲେ ବୁଢ଼ାବୁଢ଼ୀ ଦୁଇଟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ଖଟ ଉପରେ। ଆଉ ରତନା ପଛରେ ବୋହୁଟା ଛିଡ଼ା ହୋଇ ବହୁତ ଖୁସି ହେଉଥିଲା 2 ପିସ୍ ମାଛ ବଞ୍ଚିଗଲା ବୋଲି। କାହାଣୀଟି ଏତିକି, ମୋ ଗପ ପେଡ଼ି ସେତିକି। ଆପଣମାନେ ଶୁଣୁଥିଲେ ଗୋଟେ ଦୁଃଖ ଭରା କାହାଣୀ 2 ପିସ୍ ମାଛ। ଆପଣମାନଙ୍କୁ ଅନୁରୋଧ, ଆପଣମାନେ କେବେ ବାପା ମାଆଙ୍କୁ ଏହିଭଳି ଭାବରେ ବ୍ୟବହାର କରନ୍ତୁନି, କାରଣ ତାଙ୍କର ଲୁହରେ ଆପଣମାନେ କେବେ ସାରା ଜୀବନ ଶାନ୍ତିରେ ରହିପାରିବେ ନାହିଁ। ଆପଣମାନଙ୍କୁ ଯଦି ଏହି କାହାଣୀଟି ଭଲ ଲାଗିଛି, ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ରହୁଛି, ଧନ୍ୟବାଦ।